ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ହୃଦୟ ଭରା ନମସ୍କାର। ଆସନ୍ତୁ ଶୁଣିବା ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଶ୍ଲୋକ 39 ଓ 40ର ଆଉ କିଛି ବ୍ୟାଖ୍ୟାଟି ଶୁଣିବା ସହିତ ସେହି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀକୃଷ୍ଣ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଓମ୍ ଶ୍ରୀ ପରମାତ୍ମନେ ନମଃ। ସଜ୍ଜନ ବୃନ୍ଦ, 39 ଓ 40 ଶ୍ଲୋକରେ ଭଗବାନ ସମତାର 4ଟି ମହିମା କଥା କହିଛନ୍ତି। ସମତା ଦ୍ୱାରା ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇଯାଏ। ଏହାର ଆରମ୍ଭର ମଧ୍ୟ ବିନାଶ ହୁଏ ନାହିଁ। ଏହି ଅନୁଷ୍ଠାନର ବିପରୀତ ଫଳ ମଧ୍ୟ ହୁଏ ନାହିଁ ଏବଂ ଏହାର ସ୍ୱଳ୍ପ ଅନୁଷ୍ଠାନ ମଧ୍ୟ ଜନ୍ମ ମୃତ୍ୟୁ ରୂପକ ମହାଭୟରୁ ରକ୍ଷା କରେ। ଯଦିଓ ପ୍ରଥମ ଉକ୍ତିରେ ଅନ୍ୟ 3ଟି ଉକ୍ତି ଅନ୍ତର୍ଭୁକ୍ତ, ତଥାପି ଏଗୁଡ଼ିକରେ ସାମାନ୍ୟ ପାର୍ଥକ୍ୟ ରହିଛି। ଯେମିତିକି ପ୍ରଥମରେ ଭଗବାନ ପ୍ରଥମେ ସାଧାରଣ ଭାବେ କହିଲେ ଯେ ସମତାଯୁକ୍ତ ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇଯାଏ। ଗୁଣସଙ୍ଗ ଅର୍ଥାତ୍ ପ୍ରକୃତି ଓ ତାହାର କାର୍ଯ୍ୟ ସହିତ ସ୍ୱୀକୃତ ସମ୍ବନ୍ଧ ଜନ୍ମ ମରଣର କାରଣ। ସମତା ଆସିଗଲେ ପ୍ରକୃତି ଓ ତାହାର କାର୍ଯ୍ୟ ସହିତ ସମ୍ବନ୍ଧ ରହେ ନାହିଁ। ଫଳରେ ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇଯାଏ। ଯେପରି ସଂସାରରେ ଅନେକ ଶୁଭାଶୁଭ କର୍ମ ହେଉଥିଲେ ମଧ୍ୟ ସେଗୁଡ଼ିକ ସହିତ ଆମର କୌଣସି ସମ୍ବନ୍ଧ ନଥିବାରୁ ସେଗୁଡ଼ିକ ଆମକୁ ବାନ୍ଧି ପାରନ୍ତି ନାହିଁ, ସେହିପରି ସମତାଯୁକ୍ତ ମନୁଷ୍ୟର ଏହି ଶରୀରରେ ହେଉଥିବା କର୍ମ ସହିତ କୌଣସି ସମ୍ବନ୍ଧ ରହେ ନାହିଁ। ଦ୍ୱିତୀୟରେ, ସମତା କେବଳ ଆରମ୍ଭ ହୋଇଗଲେ ଅର୍ଥାତ୍ ସମତା ପ୍ରାପ୍ତିର ଉଦ୍ଦେଶ୍ୟ ଓ ଜିଜ୍ଞାସା ଜାଗ୍ରତ ହୋଇଗଲେ ସେହି ଆରମ୍ଭର କେବେ ବିନାଶ ହୁଏ ନାହିଁ। କାରଣ ଅବିନାଶୀର ଉଦ୍ଦେଶ୍ୟ ମଧ୍ୟ ଅବିନାଶୀ ହିଁ ହୋଇଥାଏ ଏବଂ ନାଶବାନର ଉଦ୍ଦେଶ୍ୟ ମଧ୍ୟ ନାଶବାନ ହିଁ ହୋଇଥାଏ। ନାଶବାନର ଉଦ୍ଦେଶ୍ୟ ସର୍ବଦା ବିନାଶ ବା ପତନ କରିବା, କିନ୍ତୁ ସମତାର ଉଦ୍ଦେଶ୍ୟ ସର୍ବଦା କଲ୍ୟାଣ କରିବା। ସମତା ଅନୁଷ୍ଠାନର ବିପରୀତ ଫଳ ହୁଏ ନାହିଁ। ସକାମ ଭାବରେ କରାଯାଉଥିବା କର୍ମରେ ଯଦି ମନ୍ତ୍ର ଉଚ୍ଚାରଣ ଅନୁଷ୍ଠାନର ବିଧି ପ୍ରଭୃତିରେ କୌଣସି ତ୍ରୁଟି ରହିଯାଏ, ତାହା ବିପରୀତ ଫଳ ପ୍ରଦାନ କରେ। ମାତ୍ର ଅନୁଷ୍ଠାନରେ ବା ଜୀବନରେ ଯେତିକି ସମତା ପ୍ରତିଫଳିତ ହୁଏ, ସେଥିରେ ଯଦି ବ୍ୟବହାର ପ୍ରଭୃତିରେ କୌଣସି ତ୍ରୁଟି ରହିଯାଏ, ତଥାପି ତାହାର ଫଳ ବିପରୀତ ହୁଏ ନାହିଁ। ଯେପରି ଆମର କୌଣସି ଚାକର ଅନ୍ଧାରରେ ଲଣ୍ଠନ ଲଗାଇବା ସମୟରେ କେବେ ତା ହାତ ବାଜି ଲଣ୍ଠନ ଭାଙ୍ଗି ପଡ଼ିଗଲେ ଆମେ ତା ଉପରେ ଅସନ୍ତୁଷ୍ଟ ହେଉ। ମାତ୍ର ସେହି ପରିସ୍ଥିତିରେ ଆମଠାରୁ କିଛି ଚାହୁଁନଥିବା କୌଣସି ମିତ୍ର ହାତରୁ ଲଣ୍ଠନ ପଡ଼ି ଭାଙ୍ଗିଗଲେ ଆମେ ତା ଉପରେ ଅସନ୍ତୁଷ୍ଟ ହୋଇନଥାଉ, ବରଂ ଆଶ୍ୱାସନା ଦେଇ କହୁ ଯେ ଆମ ହାତରେ ବି ତ ଏମିତି କେତେ କ'ଣ ଭାଙ୍ଗିଯାଏ, ତୁମ ହାତରେ ଭାଙ୍ଗିଗଲା ତ କ'ଣ ହେଲା, କିଛି ଦୁଃଖ କର ନାହିଁ। ସୁତରାଂ ଯିଏ ସକାମ ଭାବରେ କର୍ମ କରେ ତାହାର କର୍ମର ଫଳ ବିପରୀତ ହୋଇପାରେ, କିନ୍ତୁ ଯିଏ କୌଣସି ପ୍ରକାର ଫଳ ଚାହେଁ ନାହିଁ ତାହାର ଅନୁଷ୍ଠାନର ବିପରୀତ ଫଳ ମିଳିବ କିପରି? କଦାପି ନୁହେଁ। ସ୍ୱଳ୍ପ ମାତ୍ରାରେ ବି ସମତାର ଅନୁଷ୍ଠାନ ହୋଇଗଲେ, ସମଭାବନା ଆସିଗଲେ ତାହା ଜନ୍ମମରଣ ରୂପକ ମହାଭୟ ରକ୍ଷା କରେ ଅର୍ଥାତ୍ କଲ୍ୟାଣ କରେ। ସକାମ କର୍ମଫଳ ଦେଇ ନଷ୍ଟ ହୋଇଗଲା ପରି ଏହି ସ୍ୱଳ୍ପ ମାତ୍ରାର ସମତା ଫଳ ଦେଇ ନଷ୍ଟ ହୁଏ ନାହିଁ, ବରଂ ଏହା କେବଳ କଲ୍ୟାଣ ପାଇଁ ଉପଯୋଗୀ ହୁଏ। ଯଜ୍ଞ, ଦାନ, ତପ ଆଦି ଶୁଭକର୍ମ ସକାମ ଭାବରେ କରାଗଲେ ନାଶବାନ ଫଳ ଯେମିତିକି ଧନ, ସମ୍ପତ୍ତି ଓ ସ୍ୱର୍ଗ ଆଦି ମିଳେ ଏବଂ ନିଷ୍କାମ ଭାବରେ କରାଗଲେ ଅବିନାଶୀ ଫଳ ବା ମୋକ୍ଷ ମିଳେ। ଏହି ରୂପେ ଯଜ୍ଞ, ଦାନ, ତପ ଆଦି ଶୁଭକର୍ମର 2ଟି ଲେଖାଏଁ ଫଳ ହେଉଥିଲେ ହେଁ ସମତାର ଏକମାତ୍ର ଫଳ କଲ୍ୟାଣ ହିଁ ହୁଏ। କେହି ପଥିକ ରାସ୍ତାରେ ଚାଲୁ ଚାଲୁ କୌଣସି ସ୍ଥାନରେ ଅଟକି ଗଲେ ବା ଶୋଇପଡ଼ିଲେ ତାକୁ ଯେପରି ପୁଣି ରାସ୍ତା ଆରମ୍ଭ ହୋଇଥିବା ସ୍ଥାନରୁ ଆସିବାକୁ ପଡ଼େ ନାହିଁ, ଯେତେ ବାଟ ଚାଲି ଆସିଥିଲା ସେତିକି ରାସ୍ତା ତା ପାଇଁ କମିଯାଏ, ସେହିପରି ଜୀବନରେ ଯେତିକି ସମତା ପ୍ରତିଫଳିତ ହୋଇଛି ତାହା କେବେ ନଷ୍ଟ ହୁଏ ନାହିଁ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଏହାର ଅର୍ଥ ନିଷ୍କାମ ଭାବ ସ୍ୱଳ୍ପ ହୋଇଥିଲେ ମଧ୍ୟ ତାହା ସତ୍ୟ ଏବଂ ଭୟ ପ୍ରବଳ ହୋଇଥିଲେ ମଧ୍ୟ ତାହା ଅସତ୍ୟ। 100 କିଲୋ ତୁଳାକୁ ପୋଡ଼ିବା ପାଇଁ 100 କିଲୋ ଅଗ୍ନି ଆବଶ୍ୟକ ହୁଏ ନାହିଁ। ତୁଳା 100 କିଲୋ ହୋଇଥାଉ ବା 1000 କିଲୋ ହୋଇଥାଉ, ତାହାକୁ ପୋଡ଼ିବା ପାଇଁ ଗୋଟିଏ ଦିଆସିଲି କାଠି ଯଥେଷ୍ଟ। ଗୋଟିଏ ଦିଆସିଲି କାଠିରେ ନିଆଁ ଲଗାଇବା ମାତ୍ରେ ସେହି ତୁଳା ନିଜେ ଦିଆସିଲି ଅର୍ଥାତ୍ ଅଗ୍ନି ହୋଇଯିବ। ସେହି ତୁଳା ନିଜେ ଦିଆସିଲିକୁ ସାହାଯ୍ୟ କରିବ। ଅଗ୍ନି ଏଠାରେ ତୁଳାର ସାଙ୍ଗ ହେବ ନାହିଁ, ବରଂ ତୁଳା ନିଜେ ଜ୍ୱଳନଶୀଳ ହୋଇଥିବାରୁ ଅଗ୍ନିର ସାଙ୍ଗ ପାଲଟିଯିବ। ସେହିଭଳି ଅସଙ୍ଗତା ହେଉଛି ଅଗ୍ନି ଏବଂ ସଂସାର ହେଉଛି ତୁଳା। ସଂସାରରୁ ଅସଙ୍ଗ ହେବା ମାତ୍ରେ ସଂସାର ସ୍ୱତଃ ନଷ୍ଟ ହୋଇଯିବ, କାରଣ ମୂଳତଃ ସଂସାରର କୌଣସି ସତ୍ତା ନଥିବାରୁ ତା ସହିତ କଦାପି ସଙ୍ଗ ହୋଇନଥିଲା। ତ୍ୟାଗ ଯେତେ ସ୍ୱଳ୍ପ ହୋଇଥିଲେ ମଧ୍ୟ ସତ୍ ଏବଂ କ୍ରିୟା ଯେତେ ବଡ଼ ହୋଇଥିଲେ ମଧ୍ୟ ଅସତ୍। କ୍ରିୟାର ଅନ୍ତ ରହିଛି, ମାତ୍ର ତ୍ୟାଗ ହେଉଛି ଅନନ୍ତ। ତେଣୁ ଯଜ୍ଞ, ଦାନ, ତପ ଆଦି କ୍ରିୟା ତ ଫଳ ପ୍ରଦାନ କରି ନଷ୍ଟ ହୋଇଯାଆନ୍ତି,
କିନ୍ତୁ ତ୍ୟାଗ କେବେ ନଷ୍ଟ ହୁଏ ନାହିଁ। एकमात्र अहम परित्यक्त होईगले अनंत सृष्टि परित्यक्त हो जाए, कारण अहम ही समग्र जगत को धारण करिछि। जेते कुटा थिले भी निया आगरे कौन ताहा तिष्ठि पारिबो? जेते किटिकिटिया अंधार घोटिथिले आलोक आगरे कौन ताहा रही पारिबो? अंधार और आलोक भितर युद्ध हेले अंधार कौन जीतिଯିव? सेहीपरि ज्ञान और अज्ञान भितर युद्ध हेले अज्ञान कौन जीतिଯିव? अत्यंत महाभय मध्य कौन अभय सम्मुखरे तिष्ठि रही पारिबो? समता स्वल्प होइथिले मध्य ताहा पूर्ण एवं भय प्रबल होइथिले मध्य ताहा अपूर्ण। स्वल्प समता मध्य महान, कारण ताहा वास्तव एवं महाभय मध्य स्वल्प बा सत्ताहीन, कारण ताहा अवास्तव। समता बा निष्काम भाव स्वल्प कहिबार तात्पर्य कौन? निष्काम भाव तो महान, किंतु आम बुद्धि रे और अनुभव रे अल्प प्रतिफलित होइथिबारु ताहाकु स्वल्प कहा जायछि। वास्तव रे आमर बुद्धि ही स्वल्प, समता स्वल्प नुहे। से दिगकू आमर दृष्टि कम जाइछि, तेणु न्यूनता आम दृष्टिर, तत्वर न्यूनता नाही। सेहीपरि असत को आमे अधिक महत्व देदेले बोली जे असत महान होइगला ताहा नुहे, बरं आमर महत्व ही महान हैला। जदि आमे सत को अधिक महत्व देबा तेबे सत महान होइजिव, अर्थात ताहार महत्व आमको अनुभव होइजिव, एवं असत को महत्व न देले ताहा स्वल्प होइजिव। असत महान होइथाउ बा स्वल्प होइथाउ, वास्तव में ताहार सत्ता नहीं, एवं सत महान हेउथाउ बा स्वल्प होइथाउ, तार सत्ता नित्य निरंतर विद्यमान। एथिपाई उपनिषद रे परमात्मा तत्व को अणुठारु मध्य अणु एवं महान ठारु मध्य महान कहा जाइछि। आपणको अशेष अशेष धन्यवाद। महाप्रभु जगन्नाथ पाखरे समस्त मंगल कामना करी रहुछि। नमस्कार। जय जगन्नाथ, जय श्रीकृष्ण।